नमस्कार जय जगन्नाथ मोर फेसबुक चैनल को स्वागत दिव्यरंजन एजुकेशन। आज आम जाना एनएमएमएस एग्जाम रो केतोटी शॉर्ट क्वेश्चन देखिए। पंचम अध्याय जल अमूल्य प्राकृतिक संपद। देख जल बहुले सृष्टिनाश जल विहुने सृष्टिनाश आम समस्त जानीचे से विषय केतोटी शॉर्ट क्वेश्चन जानिबा। एनएमएमएस एग्जाम क्लास 8 जनवरी 18 तारिख रे एग्जाम हबो। देखिबा शॉर्ट क्वेश्चन। पृथ्वीर दीर्घतम नदी बंधटी केउ नदी उपरे तैयारी करा जायछि? ऑप्शन होची ब्राह्मणी, बैतरणी, महानदी, बुढ़ाबलंग। महानदी। मेघ जलर केउ अवस्था? कठिन, गैसीय, तरल, कौनसी नुहे? गैसीय। तब देखिए पृथ्वी को केउ ग्रह आख्या दिया जायछि? जल ग्रह, लोहित ग्रह, ना पीत ग्रह, ना शीतल ग्रह? पृथ्वीर दीर्घतम नदीर बा नदी बंधटी किए? पृथ्वीर दीर्घतम नदी बंधटी किए? बालीमेला, इंद्रावती, ना कोलाब, ना हीराकुद? इंद्रावती। ଅଦରକାରୀ ଜଳ ମୃତ୍ତିକାରେ ଥିବା ଛିଦ୍ର ଦେଇ ମାଧ୍ୟାକର୍ଷଣ ଯୋଗୁଁ ତଳକୁ ପ୍ରବେଶ କରିବା ପ୍ରକ୍ରିୟାକୁ କ'ଣ କହନ୍ତି? ପାତନ, ନା ଅନ୍ତ ପରିସ୍ରବଣ, ନା ପରିସ୍ରବଣ, ନା ଊର୍ଧ୍ୱପାତନ? ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜଳାଭାବ ପାଇଁ ଦାୟୀ ନୁହେଁ? ଶିଳ୍ପର ଦ୍ରୁତ ବୃଦ୍ଧି, ଜନସଂଖ୍ୟା ବୃଦ୍ଧି, ସ୍ୱଳ୍ପ ବୃଷ୍ଟିପାତ, ନା ଜଳ ଉତ୍ସର ପରିଚାଳନା? ସ୍ୱଳ୍ପ ବୃଷ୍ଟିପାତ। କେଉଁଟି ପୃଥିବୀର ସମୁଦାୟ ଜଳ ପାଇଁ ଉଦ୍ଦିଷ୍ଟ? ନଦୀ ଓ ହ୍ରଦରେ ଜଳର ପରିମାଣ ନିର୍ଦ୍ଦିଷ୍ଟ ମାତ୍ରା ଅଟେ, ନା ଭୂତଳ ଜଳର ପରିମାଣ ନିର୍ଦ୍ଦିଷ୍ଟ ଅଟେ, ନା ସମୁଦ୍ର ଓ ମହାସାଗରରେ ଜଳର ପରିମାଣ ସ୍ଥିର ଅଟେ, ନା ପୃଥିବୀର ଜଳର ପରିମାଣ ସ୍ଥିର? ମିଳିତ ଜାତିସଂଘ ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି କେତେ ଲିଟର ଜଳ ଜଣେ ବ୍ୟକ୍ତି କେତେ ଲିଟର ଜଳ ପ୍ରତିଦିନ ବ୍ୟବହାର କରେ? 40 ଲିଟର, 50 ଲିଟର, 45 ଲିଟର, 54 ଲିଟର? 50 ଲିଟର। ଅନୁମାନିକ ହିସାବରେ ପୃଥ୍ୱୀ ପୃଷ୍ଠର ସମୁଦାୟ ଜଳ କେତେ? 100 କୋଟି ଘନ ଲିଟର, 100 କୋଟି ଘନ ଲିଟର, ନା 120 କୋଟି ଘନ ଲିଟର, ନା 130 କୋଟି ଘନ ଲିଟର, ନା 140 କୋଟି ଘନ ଲିଟର? ପୃଥିବୀର ଜଳ 20 ଲିଟର ହେଲେ ଆମ ନଦୀ ହ୍ରଦର ଜଳ ପରିମାଣ କେତେ ଚାମଚ? 1/4। ପ୍ରତିବର୍ଷ କେବେ ବିଶ୍ୱ ଜଳ ଦିବସ ପାଳନ ହୁଏ? ମାର୍ଚ୍ଚ 22, ମାର୍ଚ୍ଚ 25, ମାର୍ଚ୍ଚ 25, ଏପ୍ରିଲ 24? କେଟା? ମାର୍ଚ୍ଚ 22। ପୃଥିବୀର ପ୍ରଥମ ଜୀବ ସୃଷ୍ଟି କେଉଁଥିରେ ହୋଇଥିଲା? ବାୟୁ, ମୃତ୍ତିକା, ଜଳ, ପର୍ବତ? ଜଳରୁ। ତାପରେ ପୃଥ୍ୱୀ ପୃଷ୍ଠରେ ମୋଟ ଜଳର କେତେ ଭାଗ ମଧୁର ଜଳ? 1.8, 2.5, 2.8, 3.4? 2.5। ମହାଶୂନ୍ୟରୁ ପୃଥିବୀ କିପରି ଦୃଶ୍ୟମାନ ହୁଏ? ଜଳ ଗ୍ରହ ପରି, ନୀଳ ଗ୍ରହ ପରି, ଲୋହିତ ଗ୍ରହ ପରି, ଶୀତଳ ଗ୍ରହ ପରି? ନିମ୍ନୋକ୍ତ ଜଳ ଉତ୍ସ ମଧ୍ୟରୁ କେଉଁ ଜଳ ସବୁଠାରୁ ବିଶୁଦ୍ଧ? ହ୍ରଦ, ବର୍ଷା, ସାଗର, ନଦୀ? ବର୍ଷା। ଓଡ଼ିଶାର ସୁଦୀର୍ଘ ସମୁଦ୍ର ସମ୍ଭାରର ନାମ କ'ଣ? ବଙ୍ଗୋପସାଗର, ଭାରତ ମହାସାଗର, ପ୍ରଶାନ୍ତ ମହାସାଗର, ଆରବ ସାଗର? ବଙ୍ଗୋପସାଗର। ହୀରାକୁଦ ନଦୀବନ୍ଧର ଦୈର୍ଘ୍ୟ କେତେ? 20 କିମି, 30 କିମି, 25 କିମି, 35 କିମି? 25 କିମି। ମେରୁ ଅଞ୍ଚଳରେ
ଜଳ କେଉଁ ଅବସ୍ଥାରେ ଥାଏ? କଠିନ, ଗ୍ୟାସୀୟ, ତରଳ କୌଣସି ନୁହେଁ। କଠିନ। ଜଳର ଆବଶ୍ୟକତା ପୂରଣ ପାଇଁ 50ଟି ଘର ପାଇଁ ସାଧାରଣତଃ କେତୋଟି ନଳକୂପ ଯଥେଷ୍ଟ? 2ଟି, 3ଟି, 4ଟି, 5ଟି? 2ଟି। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜଳସ୍ତର କମିବାର କାରଣ ନୁହେଁ? ଜଙ୍ଗଲ କ୍ଷୟ, ଶିଳ୍ପ ଓ କୃଷିରେ ଜଳ ଅଧିକ ଉପଯୋଗ, ନା ଅଧିକ ବୃଷ୍ଟିପାତ, ନା ଜନସଂଖ୍ୟା ବୃଦ୍ଧି? ଅଧିକ ବୃଷ୍ଟିପାତ। ନଳକୂପରେ ମିଳୁଥିବା ଜଳ ପ୍ରକୃତ ପକ୍ଷେ ଡ୍ୟାସ୍ ଜଳ? ଭୂତଳ, ନଦୀ, ଭୂପୃଷ୍ଠ, ଝରଣା? ଭୂତଳ। ସମଗ୍ର ପୃଥିବୀ ପୃଷ୍ଠର ଶତକଡ଼ା ଡ୍ୟାସ୍ ଭାଗ ଜଳାବୃତ? 69, 70, 71, 72? 71। ମୋଟ ଜଳକୁ 100 ଲିଟର ଧରିଲେ ମଧୁର ଜଳର ପରିମାଣ ଲିଟର ଡ୍ୟାସ୍ ଲିଟର?